ଇମ୍ପୋର୍ଟାଣ୍ଟ ନ୍ୟୁଜ୍ ଆଜି ହେଉଛି ସେପ୍ଟେମ୍ବର 4 ତାରିଖ ସକାଳର ଇମ୍ପୋର୍ଟାଣ୍ଟ ନ୍ୟୁଜ୍ ବିଷୟରେ ଜାଣିନେବା, ଯାହାକି ସମସ୍ତଙ୍କ ଓଡ଼ିଶାବାସୀମାନଙ୍କ ପାଇଁ ଜାଣିବା ନିହାତି ଦରକାର। ବେଶୀ ନାହିଁ, ଇମ୍ପୋର୍ଟାଣ୍ଟ ନ୍ୟୁଜ୍ ଗୁଡ଼ିକ ଆମେ ହେଡ଼ଲାଇନ୍ ବିଷୟରେ ଆମେ ଜାଣିନେବା। ପ୍ରଥମେ ଦେଖ ଚାଷୀଙ୍କ ପାଇଁ ବଡ଼ ଖବର। କ୍ୟାବିନେଟ୍ ମିଟିଂରେ ହେଉଛି ଚାଷୀଙ୍କ ପାଇଁ ହେଉଛି 14 କୋଟି ଟଙ୍କାର ନୂଆ ଯୋଜନାକୁ ଅନୁମୋଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ଚାଷୀମାନଙ୍କ ପାଇଁ ବଡ଼ ଖବର। ଦେଖ ପରବର୍ତ୍ତୀ ନ୍ୟୁଜ୍ କ'ଣ ଅଛି। ଦେଖନ୍ତୁ ଆମ ଓଡ଼ିଶାରେ କ'ଣ ହେଇଛି ନା ହେଉଛି ଯେଉଁ ପାନ ମସଲାରେ ସବୁଠାରୁ ଅଧିକ ବା ହାଏଷ୍ଟ GST କଲେକ୍ସନ୍ ହେଇଛି। ଦେଖ 1012 କୋଟି ଟଙ୍କା କେତେ ହେଇଛି ନା 1012 କୋଟି ଟଙ୍କା GST କଲେକ୍ସନ୍ ହେଇଛି। 1012 କୋଟି 56 ଲକ୍ଷ 1012 କୋଟି 56 ଲକ୍ଷ GST କଲେକ୍ସନ୍ ହୋଇଛି କେଉଁଥିରୁ? ପାନ ମସଲାରୁ। ତ ସବୁଠାରୁ ଅଧିକ GST କଲେକ୍ସନ୍ ହେଇଛି ବୋଲି ଆମର ହେଉଛି ବିଧାନସଭାରେ ହେଉଛି ମୋହନ ଚରଣ ମାଝୀ ହେଉଛି ଏ ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ପରବର୍ତ୍ତୀ ନ୍ୟୁଜ୍, ଯେଉଁମାନେ ପାନ୍କୁ ଆଧାର କାର୍ଡ଼ ସହିତ ଲିଙ୍କ କରିନାହାନ୍ତି, ଶୁଣି ନିଅନ୍ତୁ। ଯେଉଁମାନେ ପାନ୍କୁ ଆଧାର କାର୍ଡ଼ ସହିତ ଲିଙ୍କ କରିନାହାନ୍ତି ତା'ର ଡେଟ୍ଟି ସରିଯାଇଛି। ତ ଏବେ ଯେଉଁମାନେ ପାନ୍କୁ ଆଧାର କାର୍ଡ଼ ସହିତ ଲିଙ୍କ କରିବେ ସେମାନଙ୍କୁ 1000 ଟଙ୍କା ଜୁରିମାନା ଦେବାକୁ ପଡ଼ିବ। ସମସ୍ତେ ଜାଣି ନିଅନ୍ତୁ, ଯେଉଁମାନେ ପାନ୍କୁ ଆଧାର କାର୍ଡ଼ ସହିତ ଲିଙ୍କ କରିନାହାନ୍ତି ସେମାନଙ୍କୁ ଏବେ ଯଦି ପାନ୍କୁ ଯଦି ଆଧାର କାର୍ଡ଼ ସହିତ ଲିଙ୍କ କରିବେ ସେମାନଙ୍କୁ 1000 ଟଙ୍କା ଜୁରିମାନା ଦେବାକୁ ପଡ଼ିବ। ପରବର୍ତ୍ତୀ ନ୍ୟୁଜ୍, ଦେଖ କୃଷକଙ୍କ ପାଇଁ ମୋଦି ସରକାରଙ୍କର ବଡ଼ ନିଷ୍ପତ୍ତି। କୃଷକଙ୍କ ପାଇଁ ଯେଉଁମାନେ ଅଛି କୃଷକ ସେମାନଙ୍କ ପାଇଁ ମୋଦି କ'ଣ ହେଉଛି ସୁଯୋଗ ନିଷ୍ପତ୍ତି ନେଇଛନ୍ତି ନା ସେମାନେ ହେଉଛି ଡିଜିଟାଲ ମିଶନ ଜରିଆରେ ସେମାନେ କୃଷି ପ୍ରଦାନ କରିବା ପାଇଁ ସୂଚନା ପ୍ରଦାନ କରିଛନ୍ତି। କେମିତି ଡିଜିଟାଲ ମିଶନ ପ୍ରୋସେସରେ କେମିତି କୃଷି କରାଯିବ ସେ ପାଇଁ ସେମାନେ ବ୍ୟବସ୍ଥା ଆଣିବେ ବୋଲି କହିଛନ୍ତି। ପରବର୍ତ୍ତୀ ଦେଖନ୍ତୁ, ଆମ ଓଡ଼ିଶାରେ ଏବେ ହେଉଛି ଇଏର ଆଶଙ୍କା ବଢ଼ିଯାଇଛି। ଯେଉଁମାନେ ହେଉଛି ମାନେ ଆତ୍ମହତ୍ୟାର ବହୁତ ହେଉଛି ବଢ଼ିଯାଇଛି। ପିଲାମାନେ ବହୁତ ଡିପ୍ରେସନରେ ରହି ବହୁତ ଆଶଙ୍କାରେ ଫିଲ୍ କରୁଛନ୍ତି ବୋଲି ମୋହନ ଚରଣ ମାଝୀ କହିଛନ୍ତି। ଯେ ଆଜି ଯାଏଁ ହେଉଛି ତୁମେ ଜାଣିଥିବ ହେଉଛି 2023ରେ ସର୍ବାଧିକ ହେଉଛି 104 ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ। ଏବେ 2023ର ଏବେ ହେଉଛି 2004 ଆତ୍ମହତ୍ୟା କରିଛନ୍ତି ବୋଲି ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ତାର କାରଣ ଓ କ'ଣ ପାଇଁ ଏମିତି ହେଉଛି ସେ ବିଷୟରେ ତଦନ୍ତ କରିବା ପାଇଁ ମୋହନ ଚରଣ ମାଝୀ କହିଛନ୍ତି। ପରବର୍ତ୍ତୀ ନ୍ୟୁଜ୍, ବନ୍ଦ ହୋଇଯିବ ହେଉଛି ଡିଜେଲ କାର୍। ଦେଖ ନୀତିନ ଗଡ଼କରୀ ଯିଏ କହିଛନ୍ତି ଯେ ବନ୍ଦ କରିଯିବ ଡିଜେଲ କାର୍। ଯେଉଁମାନେ କାର୍ ବା ଇଣ୍ଡଷ୍ଟ୍ରି ଯେଉଁମାନେ ହେଉଛି କାର୍ ପ୍ରଡ୍ୟୁସନ୍ ସବୁ କରୁଛନ୍ତି ସେମାନଙ୍କ ପାଇଁ ସୂଚନା ଦେଇଛନ୍ତି ଯେ ଆଉ ଡିଜେଲ କାର୍ ବନ୍ଦ କରିଦିଅ। ଆଉ ତା'ର ସବଷ୍ଟିଟ୍ୟୁଟ୍ ୱିଦାଉଟ୍ ଡିଜେଲରେ କେମିତି ଚାଲିପାରିବ ତା'ର ବ୍ୟବସ୍ଥା ପାଇଁ ଟିକେ ଚେଷ୍ଟା କରନ୍ତୁ ଏହା ବୋଲି କହିଛନ୍ତି ମନ୍ତ୍ରୀ। ପରବର୍ତ୍ତୀ ନ୍ୟୁଜ୍ ଦେଖନ୍ତୁ, ଆଉ ଓଡ଼ିଶାକୁ ମାଡ଼ି ଆସୁଛି ହେଉଛି ତ ଜାଣିଥିବେ ଏବେ ଯେଉଁ ଝଡ଼ ସବୁ ମାଡ଼ି ଆସୁଛି ତ ଆସୁଛି ବଡ଼ ବର୍ଷା ହେଉଛି ଭାସିବ ଓଡ଼ିଶା। ଆକ୍ଚୁଆଲି ହେଉଛି ଏବେ ଆଜିଠାରୁ ହେଉଛି ତ ଜାଣିଥିବ ହେଉଛି ବର୍ଷା ହେବାର ବହୁତ ସମ୍ଭାବନା ଅଛି। ତ ଆସୁଛି ହେଉଛି ବର୍ଷା, ତେଣୁ ସମସ୍ତଙ୍କୁ ସତର୍କ ଅବଲମ୍ବନ କରିଛନ୍ତି। ପରବର୍ତ୍ତୀ, ଗୃହରେ ହିନ୍ଦୀକୁ ମନା। ଦେଖ ବିଧାନସଭାରେ ହେଉଛି ହିନ୍ଦୀକୁ ମନା କରିଛନ୍ତି। ଯେଉଁମାନେ ହେଉଛି ହିନ୍ଦୀରେ କଥାବାର୍ତ୍ତା ହେଉଛନ୍ତି ଭାଷଣ ଦେଉଛନ୍ତି ସେମାନଙ୍କୁ ହିନ୍ଦୀରେ ମନା କରିଛନ୍ତି ବାଚସ୍ପତି। ଆଉ ଓଡ଼ିଆରେ କହିବା ପାଇଁ ସେ ଜଣାଇଛନ୍ତି। ଦେଖ ପରବର୍ତ୍ତୀ ନ୍ୟୁଜ୍, ଯେଉଁମାନେ କ୍ରେଡ଼ିଟ୍ କାର୍ଡ଼ରେ ଏବେ ହେଉଛି ତା'ର ଭ୍ୟାଲୁ ବଢ଼ିଯାଇଛି। ଯେଉଁମାନେ କ୍ରେଡ଼ିଟ୍ କରିଛନ୍ତି ସେମାନଙ୍କର ଜଣାପଡ଼ୁଛି ଯେ ସେମାନଙ୍କର ଖର୍ଚ୍ଚ ଅଧିକ ବଢ଼ିପାରେ। ଯେମିତି ତାଙ୍କର ଖର୍ଚ୍ଚ ଥିଲା ନା ସେମିତି ତା'ଠାରୁ ଅଧିକା ବଢ଼ିଛି। କ୍ରେଡ଼ିଟ୍ କାର୍ଡ଼ରେ ଥ୍ରୋରେ ଲୋକମାନଙ୍କର ଖର୍ଚ୍ଚ ବଢ଼ିଛି। ଆଉ ଏବେ ହେଉଛି କ୍ରେଡ଼ିଟ୍ କାର୍ଡ଼ରେ ବହୁତ ସର୍ବାଧିକ ଟ୍ରାଞ୍ଜାକ୍ସନ୍ ହେଉଛି। ଗୋଟେ ଲୋକ ବହୁତ ଟ୍ରାଞ୍ଜାକ୍ସନ୍ କରୁଛନ୍ତି। ଦେଖ ସୁଭଦ୍ରା ପାଇଁ ଲଞ୍ଚ ହେଲା ଅଛି ପୋର୍ଟାଲ୍। ତ ଜାଣିଛ ସୁଭଦ୍ରା ପାଇଁ ଲଞ୍ଚ ହୋଇଯାଇଛି କାଲିଠାରୁ ହେଉଛି ତୁମର ହେଉଛି ଲାଗୁ ହୋଇଯାଇଛି
ଲାଗୁ ହୋଇଛି ଫର୍ମ ବି ମଧ୍ୟ ପୂରଣ କରି ଠିକ୍ ଭାବରେ ତୁମର ସବମିଟ୍ କରିଦେବ। ସବମିଟ୍ କଲା ପରେ ସରକାର ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି 17 ତାରିଖରେ ଅଛି ପ୍ରଥମ କିସ୍ତି ମିଳିବ। ତୁମେମାନେ ଜାଣିବା ଦରକାର। ଦେଖ ଯେ ସୁଭଦ୍ରା ଯୋଜନା ଇମ୍ପୋର୍ଟାଣ୍ଟ କଥାଟି ହେଉଛି ତୁମେମାନେ ହେଉଛି ଭଲ ଭାବରେ ଫର୍ମଟି ପୂରଣ କରିବ। ତା ସହିତ ଆଧାର କାର୍ଡ଼ ମ୍ୟାଣ୍ଡେଟୋରୀ ଜାଣିଥିବ। ଆଧାର କାର୍ଡ଼ ସହିତ ତୁମର ମୋବାଇଲ୍ ନମ୍ବର ଲିଙ୍କ୍ ଅଛି। ଆଧାର କାର୍ଡ଼ ସହିତ ହେଉଛି ତୁମର ହେଉଛି ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍ ରହିବା ଦରକାର। ସେହିସବୁ ଯଦି ନ ଅଛି ଟିକେ ଭଲ ଭାବରେ କରିକି ପୂରଣ କରି ସବମିଟ୍ କରିଦିଅନ୍ତୁ। ନହେଲେ ପରେ ପ୍ରୋବ୍ଲେମ୍ ହେଇଯିବ। ତେଣୁ ଆଉ ତୁମେମାନେ ଜାଣିଥିବ ହେଉଛି ସରକାର ହେଉଛି ଯେ ପ୍ରଥମେ ଯେତେ ପ୍ରତିଶ୍ରୁତି ଦେଇଥିଲେ ସୁଭଦ୍ରା ଯୋଜନା ସମସ୍ତଙ୍କୁ ପଇସା ମିଳିବ। ତୁମେ ଜାଣିପାରୁଥିବ ସେଥିପାଇଁ ବହୁତ ରାଶି ଆବଶ୍ୟକ। ତେଣୁ ଏବେ ହେଉଛି ଯେହେତୁ ସରକାର ହେଉଛି ପ୍ରତିଶ୍ରୁତି ଦେଇଥିଲେ ସେଇଥିପାଇଁ ଏବେ ସେଇଟାକୁ ପାଳନ କରୁଛନ୍ତି। ତୁମେ ଜାଣିଥିବ। ତେଣୁ ଭଲ ଭାବରେ ତୁମେମାନେ ପୂରଣ କରି ଦେବ। ନହେଲେ ତୁମର କଟିଯିବାର ବହୁତ ସମ୍ଭାବନା ରହୁଛି। କାରଣ ବହୁତ ଲୋକ ଏଥିରେ ବଞ୍ଚିତ ହେବେ ବୋଲି ଜଣାପଡ଼ୁଛି। ଆଉ କେମିତି ଆବେଦନ କରିବେ କି ବ୍ୟାଙ୍କ ଆକାଉଣ୍ଟର ଆବଶ୍ୟକ ଅଛି। ଆଧାର କାର୍ଡ଼ ତୁମେ ଜାଣିଥିବ ସେସବୁକୁ ଭଲ ଭାବରେ ଦେବ। ଦେଖ ଆସିଗଲା ନୂଆ ଲିଷ୍ଟ। ନାମ ନଥିଲେ ହେଉଛି ମିଳିବନି ରେସନ। ତୁମେ ଜାଣିଥିବେ ଏବେ ହେଉଛି ନୂଆ ଲିଷ୍ଟ ସବୁ ଆସି ଚାଲିଛି। ଚେକ୍ କରି ନିଅନ୍ତୁ ତୁମର ରେସନ କାର୍ଡ଼ରେ ନାମ ଅଛି ନା ନାହିଁ। ଯଦି ନାହିଁ ତାକୁ ଏବେ ତୁରନ୍ତ ହୋଇପାରୁଛି ତାକୁ ଠିକ୍ କରିଦିଅନ୍ତୁ। ଆଉ ତୁମେ ଜାଣିଥିବେ ଏବେ ରେସନ କାର୍ଡ଼ରେ ସବୁ ହେଉଛି ତୁମର ହେଉଛି ବାୟୋମେଟ୍ରିକ୍ KYC ଅପଡ଼େଟ୍ ହେଉଛି। ଯଦି ତୁମେ କରିନାହ ଜଲ୍ଦି ଯାଇ କରିନିଅନ୍ତୁ। ଟାଇମ୍ ଅଛି ବଟ୍ କରିନିଅନ୍ତୁ। ନହେଲେ ପରେ ବହୁତ ପ୍ରୋବ୍ଲେମ୍ ହେଇଯିବ। ଆଉ ନୂଆ ଲିଷ୍ଟ ଯେଉଁମାନଙ୍କର ଅଛି ସେମାନଙ୍କର ନାମ ଅଛି ନା ନାହିଁ ଟିକେ ତୁରନ୍ତ ଚେକ୍ କରିନିଅନ୍ତୁ। ଏଇଭଳି ହେଉଛି ସକାଳର ଇମ୍ପୋର୍ଟାଣ୍ଟ ନ୍ୟୁଜ୍ ଜାଣିବାକୁ ହେଲେ ଆମ ଚ୍ୟାନେଲଟିକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରି ରଖନ୍ତୁ।